ପିଲାମାନେ ନିହାତି ଭାବେ ଭୟ ରହିଥିବ, ନର୍ଭସ୍ ଥିବ, ଷ୍ଟ୍ରେସ୍ ଥିବ। ତୁମମାନଙ୍କର ରାତି ପାଇଲା ଆସିଗଲା କ'ଣ ତୁମମାନଙ୍କର ବୋର୍ଡ଼ ପରୀକ୍ଷା ଯେଉଁଟାକି ତୁମେମାନେ ଚାହୁଁନ ସାର୍ ଏବେ ନ ହେଉ ବୋଲି କ'ଣ ଚାହୁଁନ ସାର୍, ଆଉ ଟିକେ ଘୁଞ୍ଚି ଯାଆନ୍ତାନି କି? ଘୁଞ୍ଚିବନି ବାବା, ଇଟ୍ସ ଟାଇମ୍ ଯେଉଁଟାକି ତୁମର କ'ଣ ନିହାତି ଭାବେ ଆସିବାର ଥିଲା ଏବଂ ତୁମମାନଙ୍କର ପିଲାମାନେ ଲାଇଫ୍ରେ କ'ଣ ଆସି ହିଁ ଗଲା। ତାକୁ କିଏ ଅଟକାଇ ପାରିବେନି, କିଏ ଅଟକାଇ ପାରିନାହାନ୍ତି। ବୋର୍ଡ଼ ଏକ୍ଜାମ୍ ଲାଇଫ୍ରେ ସମସ୍ତେ ଦେଇଛନ୍ତି ପିଲାମାନେ, ଭଲ ପିଲାରୁ ଆରମ୍ଭ କରି ପିଲାମାନେ ଗଧ ପିଲା ସମସ୍ତେ ବୋର୍ଡ଼ ଏକ୍ଜାମ୍ ଦେଇଛନ୍ତି ଏବଂ ତୁମମାନଙ୍କର ପରିଶ୍ରମ ହିଁ ତୁମକୁ କ'ଣ ଦେବ, ରେଜଲ୍ଟ ଦେବ। ସତ କଥା, ଏଇଟା ଗୋଟେ କେହି ପିଲାମାନେ ମିଥ୍ୟାବାଦୀ କଥା ନୁହଁ। ଏଇଟା ତୁମମାନଙ୍କର ବର୍ଷକ ଯାକରେ ଯେତିକି ଡେଡିକେସନ୍ ଦେଇକି ପିଲାମାନେ ପାଠ ପଢ଼ିଛ ଏବଂ ତୁମମାନେ ବର୍ଷକ ଯାକ ଭିତରେ ଯେତିକି ଫାଜିଲାମି କରିଛ, ଉଭୟଙ୍କୁ ପିଲାମାନେ କ'ଣ ମିଳିବ, ତାଙ୍କ ରେଜଲ୍ଟ ମିଳିବ। ତ ଏଥିରେ ଭାବିବନି ଯେ ସାର୍ ମୋ ଭାଗ୍ୟରେ ନାହିଁ, ମୋତେ ଭଲ ମାର୍କ ମିଳିଲାନି। ୱେଲକମ୍ ଟୁ ଓଡ଼ିଶା ହାଇସ୍କୁଲ ଷ୍ଟଡି କ୍ରିଏସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ପିଲାମାନେ କାଲିର ପରୀକ୍ଷାକୁ ନେଇକି ତୁମମାନଙ୍କୁ ମୁଁ ଜଷ୍ଟ 2 ମିନିଟ୍, ମ୍ୟାକ୍ସିମମ୍ 2 ମିନିଟ୍ କାଲିର ପରୀକ୍ଷା ପାଇଁ, ନା ହେଉଛି କ'ଣ କାଲିର ପରୀକ୍ଷା ପାଇଁ ପରୀକ୍ଷାକୁ ନେଇକି ତୁମକୁ ମୁଁ ଯଦି କହିବି କିଛି ଜିନିଷ କହିବି, ତାକୁ ନୋଟ୍ କରି ରଖିବ ପିଲାମାନେ। ଖାଲି ମୋ କଥା ଖାଲି ଶୁଣ ପିଲାମାନେ, ଖାଲି ଶୁଣ। ଫାର୍ଷ୍ଟ କଥା ହେଲା ତୁମମାନଙ୍କ ଲାଇଫ୍ର ପିଲାମାନେ ଫାର୍ଷ୍ଟ ଏକ୍ଜାମ୍, ଫାର୍ଷ୍ଟ ବୋର୍ଡ଼ ଏକ୍ଜାମ୍, ପୁରା ଷ୍ଟ୍ରେସ୍ ଫ୍ରି ହେଇକି ଯାଅ। ଷ୍ଟ୍ରେସ୍ ଜମା ମୁଣ୍ଡରେ ରଖନି, ଜମା ଷ୍ଟ୍ରେସ୍ ରଖନି। ମୋ ଏକ୍ଜାମ୍ କାଲି କ'ଣ ହେବ, ପେପର୍ କିପରି ଟଫ୍ ପେପର୍ ପଡ଼ିବ, କିପରି ଏକ୍ଜାମ୍ରେ କାଲି କିପରି କଟିବ, ଏକ୍ଜାମ୍ ହଲ୍ ଯଦି ମୋର ମନେ ନ ପଡ଼ିଲା କ'ଣ ହେବ, କିଛି ଆଜି ଭାବନି। ଆରାମସେ ତୁମମାନେ କ'ଣ କର, ପାଠ ପଢ଼। ଏକ୍ଜାମ୍ଟି ପିଲାମାନେ ତୁମମାନଙ୍କର ନିହାତି ଭାବେ ଭଲ ହେବ। ତୁମମାନେ ଯାହା ପଢ଼ିଛ ନା, ତୁମମାନଙ୍କର କୋଶ୍ଚିନ୍ସ କ'ଣ ତାହା ହିଁ ପଡ଼ିବ। ଏକ୍ଜାମିନର୍ଟେ କୋଶ୍ଚିନ୍ସ ବାବା ଆଉ କେଉଁଠୁ ଆଣିବ ମୋତେ କୁହ, ସେଇ ବହିରୁ ତ ପକାଇବ ନା, ବହିରୁ ପକାଇବନି, ବହିରୁ ହିଁ ପକାଇବ। ଏବଂ ତୁମମାନେ ଯାହା ହିଁ ପଢ଼ିଛ ତୁମମାନଙ୍କର ପିଲାମାନେ କ'ଣ ଆସିବ, ଏକ୍ଜାମ୍ରେ ତାକୁ ହିଁ ଆସିବ। ନେକ୍ସଟ ହେଲା ତୁମମାନଙ୍କର ପିଲାମାନେ କ'ଣ, ରାତି ଅଧିକ ଯାଏଁ ଜମା ପଢ଼ିବନି ପିଲାମାନେ। ମୁଁ କହି ରଖୁଛି ପିଲାମାନେ, ରାତି 11ଟାରୁ ଅଧିକ ଯାଏଁ ପଢ଼ିବନି। ଟ୍ରାଏ କରିବ 11ଟା ଭିତରେ ଶୋଇବା ପାଇଁ ରାତିରେ ଏବଂ 4ଟାରୁ 5ଟା ଭୋର, 4ଟାରୁ 5ଟା ଭୋର ମଝିରେ କ'ଣ ଉଠିବାକୁ ଚେଷ୍ଟା କରିବ। ଉଠିକି କ'ଣ କରିବ, ତୁମମାନଙ୍କର ଯେକୌଣସି ପେପର୍ ଅଛି, ପେପର୍କୁ କ'ଣ କରିବ, ଖାଲି ଓଭରଲୁକ୍ କରିବ। ଖାଲି ଓଭରଲୁକ୍, ଘୋଷିବନି କିଛି, ଆଉ କିଛି ଘୋଷିବନି। ଯାହା ଘୋଷିବା କାମ 11ଟା ରାତି ପୂର୍ବରୁ ସାରି ଦେଇଥିବ। ଏଠି ଆମେ କ'ଣ କରିବା, ସବୁଯାକ କ'ଣ କରିବ, ତୁମମାନଙ୍କର ଯାହା ଅଛି, ଗ୍ରାମାର ଅଛି, ସବଜେକ୍ଟିଭ୍ ଅଛି, ଅବଜେକ୍ଟିଭ୍ ଅଛି, ଯାହା ଅଛି ଖାଲି ତାକୁ କ'ଣ କରିବ, ଓଭରଲୁକ୍। ଠିକ୍ ଅଛି, ସବୁଯାକ ଓଭରଲୁକ୍, ଏସେ ଯାହା ଅଛି ସବୁଯାକ କ'ଣ କରିବ, ଖାଲି ଓଭରଲୁକ୍ କରିବ। ନେକ୍ସଟ ତୁମମାନଙ୍କ ପାଇଁ ଆଉ ଗୋଟେ ଟିପ୍ସ ମୁଁ କହୁଛି ପିଲାମାନେ, ଏକ୍ଜାମ୍ ହଲ୍କୁ ଯିବା ପୂର୍ବରୁ ପିଲାମାନେ ଚେଷ୍ଟା କରିବ ତୁମମାନଙ୍କ ଏକ୍ଜାମ୍ ସେଣ୍ଟରରେ ପିଲାମାନେ ଅଧଘଣ୍ଟେ ପୂର୍ବରୁ ପହଞ୍ଚିବା ପାଇଁ। କେତେ ମିନିଟ୍ ମିନିମମ୍ ପିଲାମାନେ ଅଧଘଣ୍ଟେ ପୂର୍ବରୁ କ'ଣ ପିଲାମାନେ ପହଞ୍ଚିବାକୁ ଚେଷ୍ଟା କରିବ। ଏବଂ ଏକ୍ଜାମ୍ ହଲ୍କୁ ଯିବା ପୂର୍ବରୁ ପିଲାମାନେ ହାତରେ ଗୋଟେ ପାଣି ବୋଟଲ ନେଇକି ଯାଇଥିବ। ଯେଉଁମାନେ ଗ୍ଲାସ୍ ୟୁଜ୍ କରୁଛ ଚେଷ୍ଟା କରିବ କ'ଣ, ସେମାନେ ଗ୍ଲାସ୍ ନେଇକି ଯିବାକୁ ଚେଷ୍ଟା କରିବ ହେଲା। ଆଉ ତାପରେ ହେଲା ପିଲାମାନେ କ'ଣ, ସବୁଠୁ ଇମ୍ପୋର୍ଟାଣ୍ଟ କ'ଣ ଜାଣିଛ ପିଲାମାନେ, କେତେବେଳେ କିଛି କପି ନେଇକି ଯିବନି, ଚିଟ୍ କରିବନି। ଏକ୍ଜାମ୍ ହଲ୍କୁ କପି ନେଇକି ଯିବନି, ଜମା କପି ନେଇକି ଯିବନି। ତୁମମାନେ ଯାହା ପଢ଼ିଛ ତାକୁ ହିଁ ଲେଖିକି ଆସିବ। ବୁଝିପାରୁଛ? ଯଦି କିଛି ବେନିଫିଟ୍ ଆମକୁ ମିଳିଗଲା, ଆଗ ପିଲାଠୁ ମିଳିଗଲା କି ନାହିଁ, କିଛି ସେଣ୍ଟର ପିଲାମାନେ ଯଦି ଟିଚର କିଛି ଆମକୁ କ'ଣ କରିଥିଲେ, ହେଲ୍ପ କରିଥିଲେ, ସେ ଅଲଗା କଥା। କିନ୍ତୁ ନିଜ ଇମ୍ପ୍ରେସନ୍ ଆଗେ, କପି ଜମା ନେଇକି ଯାଉନି। ଧରା ପଡ଼ିଲେ ବାବା ବହୁତ କିଛି କ'ଣ ଅଘଟଣ ଘଟିଯିବ। ତୁମମାନେ ଛୋଟ ଛୁଆ ପିଲାମାନେ ହେଇଛ, ତେଣୁ ତୁମମାନଙ୍କୁ ଗୋଟେ ଜିନିଷ ମୁଁ କହିବି, କପି ନେଇକି ଯାଉନି। ତୁମମାନଙ୍କ ସ୍କୁଲ ପରୀକ୍ଷା ନୁହଁ ଯେ ଆମେ କ'ଣ କପି ନେଇକି ପଳେଇବା। ବାବା ଏଠି କେହି ପଚାରିବେନି, କେହି ବୁଝିବେନି। ନିଜେ ତ ଇନସଲ୍ଟ ହେବ, ସେଥିରେ ପୁଣି ତୁମମାନଙ୍କୁ କ'ଣ ଯାହା ଜୋରିମାନା ଲାଗିବ, କପି ନେଇକି ଗଲେ ହିଁ ଜାଣିପାରିବ। କପି ଜମା ନେବନି ପିଲାମାନେ, ଜମା କ'ଣ ନେବନି, କପି ନେବନି। ଏବଂ ଆଉ ଗୋଟେ ଜିନିଷ ହେଲା ପିଲାମାନେ କ'ଣ, ଚେଷ୍ଟା କରିବ 1 ଘଣ୍ଟା ଭିତରେ ତୁମମାନଙ୍କର 50ଟା କୋଶ୍ଚିନ୍ କ'ଣ ଶେଷ କରିବାକୁ। 50ଟା କୋଶ୍ଚିନ୍କୁ ପିଲାମାନେ 1 ଘଣ୍ଟା ଭିତରେ ଚେଷ୍ଟା କରିବ କ'ଣ ଶେଷ କରିବାକୁ। ଏବଂ ତୁମମାନଙ୍କ ପାଖରେ ଯେଉଁ 15 ମିନିଟ୍ ଟାଇମ୍ ରହିବ, ସେଥିରେ ଆମେ କ'ଣ କରିବା ପିଲାମାନେ, ନା ତାକୁ କ'ଣ ଯେପରି ଭଲସେ ସର୍କଲ୍ କରିପାରିବା। ଏବଂ ଯେଉଁ ସର୍କଲ୍ କରିବ ସବୁ କ'ଣ ନେଇକି ଯିବ, ବ୍ଲୁ କିମ୍ବା ବ୍ଲାକ୍ର କ'ଣ ନେଇକି ଯିବ ପିଲାମାନେ, ବଲ୍ ପେନ୍ ନେଇକି ଯିବ। କେହି ବି ପିଲାମାନେ ଜେଲ୍ ପେନ୍ ନେଇକି ଯିବନି। ଏଇଟା ଗୋଟେ ସଜେଷ୍ଟ ପିଲାମାନେ, ଜେଲ୍ ପେନ୍ କେହି ନେଇକି ଯିବନି, ନିଜେ ହଇରାଣ ହେଇଯିବ। ଆଟଲିଷ୍ଟ 2ରୁ 3ଟି କ'ଣ ପିଲାମାନେ ପେନ୍ଟି ନେଇକି ଯାଇଥିବ। ଯଦି ବ୍ଲାକ୍ ପେନ୍ ନେଇକି ଯାଉଛ ତାହେଲେ 2ଟା ବ୍ଲାକ୍ ପେନ୍ ନେଇଥିବ। ତାମାନେ ଏହା ନୁହେଁ ଯେ ଗୋଟେ ବ୍ଲାକ୍ ପେନ୍ ଗୋଟେ ବ୍ଲୁ ପେନ୍, ତାକୁ ସେଇ ଭୁଲ କରିବନି। ଯଦି ବାଇଚାନ୍ସ ତୁମମାନଙ୍କ ବ୍ଲାକ୍ ପେନ୍ ଚାଲିଲାନି, ଅଧା କ'ଣ ବ୍ଲୁ ପେନ୍ ବାଡ଼େଇବ, ମୋତେ କୁହ ପିଲାମାନେ, ବାଡ଼େଇବାର ନା। ତେଣୁ ଯଦି ନେଇକି ଆସ 2ଟା ବ୍ଲୁ ପେନ୍ କି 3ଟା ବ୍ଲୁ ପେନ୍, ନାଇଁ ଯଦି ନେଇକି ଆସ 3ଟା କ'ଣ ବ୍ଲାକ୍ ପେନ୍, ଏମିତି ନେଇକି ଯାଅ। ବୁଝିପାରିଲ ନା? ତେଣୁ ଇଏ ତ ଥିଲା ଗୋଟେ ଛୋଟ ଜିନିଷ ପିଲାମାନେ, ଛୋଟ ଭିଡ଼ିଓ ଥିଲା ପିଲାମାନେ। ତୁମମାନଙ୍କୁ
କିଛି କହିବାର ଉଦ୍ଦେଶ୍ୟ ଥିଲା ତୁମମାନଙ୍କୁ ପିଲାମାନେ ଏକ୍ଜାମଟା ନିହାତି ଭାବେ କ'ଣ ତୁମମାନଙ୍କର ଭଲ ହିଁ ହେବ ହେଲା। ସମସ୍ତଙ୍କୁ ପିଲାମାନେ ଅଲ୍ ଦି ବେଷ୍ଟ। ଏକ୍ଜାମ୍ ସରିଲା ପରେ ତୁମମାନଙ୍କର ପିଲାମାନେ ମୁଁ କୋଶ୍ଚିନ୍ ଆନ୍ସର୍ ମଧ୍ୟ କ'ଣ ସବୁ ଯାକ MCQର ପିଲାମାନେ କୋଶ୍ଚିନ୍ ଆନ୍ସର୍ ମଧ୍ୟ କ'ଣ ତୁମମାନଙ୍କୁ ମୁଁ ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପିଲାମାନେ ଦେଖାଇଦେବି। ସବୁ ଜାଗାର କୋଶ୍ଚିନ୍ ଆନ୍ସର୍ ମଧ୍ୟ କ'ଣ ତୁମ ଏଇ ଚ୍ୟାନେଲ୍ରେ ପାଇଯିବ। ତେଣୁ ଚ୍ୟାନେଲ୍ ଯଦି ସବସ୍କ୍ରାଇବ୍ କରି ରଖ। ଜଗନ୍ନାଥ ସମସ୍ତଙ୍କୁ ପିଲାମାନେ ମଙ୍ଗଳ କରିବେ। ସମସ୍ତଙ୍କର ପିଲାମାନେ ଏକ୍ଜାମ୍ ଭଲ ହେବ। ସମସ୍ତଙ୍କର ଏକ୍ଜାମ୍ ଭଲ ହେବ। ଏବଂ କମେଣ୍ଟ ସେକ୍ସନ୍ରେ ପିଲାମାନେ ମୋତେ କହିଦିଅ। କମେଣ୍ଟ ସେକ୍ସନ୍ରେ ପିଲାମାନେ ଗୋଟେ ଜିନିଷ ମୋତେ ଖାଲି କହିବ ପିଲାମାନେ କ'ଣ କହିବ କମେଣ୍ଟ ସେକ୍ସନ୍ରେ ପିଲାମାନେ କ'ଣ କହିବ ସାର୍ ମୋର ଏକ୍ଜାମ୍ରେ ଭଲ ହେବ। ବାସ୍ ଏତିକି ଖାଲି କହିଦେବ ପିଲାମାନେ। ଖାଲି ଏତିକି କହିଦିଅ କମେଣ୍ଟ ସେକ୍ସନ୍ରେ ସାର୍ କାଲି ଏକ୍ଜାମ୍ରେ ମୁଁ ଫାଡ଼ିଦେବି। କାଲି ଏକ୍ଜାମ୍ ମୋର ଭଲ ହେବ। ବାସ୍ ଏତିକି ଗୋଟେ ଖାଲି କହିଦିଅ ପିଲାମାନେ। ତେଣୁ ଅଲ୍ ଦି ବେଷ୍ଟ ପିଲାମାନେ ସମସ୍ତଙ୍କୁ ଥ୍ୟାଙ୍କ ୟୁ। ସମସ୍ତ ଏକ୍ଜାମ୍ ନିହାତି ଭଲ ହେବ। କାଲିର ଏକ୍ଜାମ୍ ସରିଲା ପରେ ଆମେ ଦେଖା ହେବା ତୁମମାନଙ୍କ MCQ ସହିତ। ଧନ୍ୟବାଦ।